2026 ମାର୍ଚ୍ଚ ସୁଦ୍ଧା ଏଟିଏମ୍ରୁ ବନ୍ଦ ହୋଇଯିବ 500 ଟଙ୍କିଆ ନୋଟ୍। ଜାଣନ୍ତୁ ଏହା ପଛର ସତ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପାଇବା ପାଇଁ। ସୋସିଆଲ ମିଡିଆର ଯୁଗରେ ଅନେକ ପ୍ରକାରର ନକଲି ଖବର ଭାଇରାଲ ହୋଇଥାଏ, ଯାହାକି ପ୍ରାୟତଃ ବାସ୍ତବତା ସହିତ ସମ୍ପର୍କିତ ନୁହେଁ। ଏହି ନକଲି ପୋଷ୍ଟଗୁଡ଼ିକୁ ଏତେ ବିଶ୍ୱାସଯୋଗ୍ୟ ବିଷୟବସ୍ତୁ ସହିତ ସେୟାର କରାଯାଏ ଯେ ଲୋକମାନେ ଏହାକୁ ସତ ବୋଲି ବିଶ୍ୱାସ କରନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ମାର୍ଚ୍ଚ ମାସରେ ଏଟିଏମ୍ରୁ 500 ଟଙ୍କାର ନୋଟ୍ ଗାୟବ ହୋଇଯିବ। ତେବେ କ'ଣ ରହିଛି ଏହି ଭାଇରାଲ ପଛର ସତ? ଏହି ପୋଷ୍ଟକୁ ସେୟାର କରି ୟୁଜରମାନେ ଦାବି କରୁଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ 2026 ସୁଦ୍ଧା ଏଟିଏମ୍ରୁ 500 ଟଙ୍କିଆ ନୋଟ୍ ବନ୍ଦ କରିଦେବ। ଜାନୁଆରୀ 2, 2026ରେ ଜଣେ ୟୁଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ଖବର ଗ୍ରାଫିକ୍ ସେୟାର କରିଥିଲେ। ଗ୍ରାଫିକ୍ରେ ଲେଖା ଥିଲା, ଭାରତୀୟ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ 2026 ସୁଦ୍ଧା ଏଟିଏମ୍ରୁ 500 ଟଙ୍କିଆ ନୋଟ୍ ବଣ୍ଟନ ବନ୍ଦ କରିଦେବ। ପୋଷ୍ଟଟି ଶୀଘ୍ର ଭାଇରାଲ ହୋଇଗଲା ଏବଂ ଅନେକ ୟୁଜର ଏହାକୁ ସତ୍ୟ ବୋଲି ବିଶ୍ୱାସ କରି ଏହାକୁ ସେୟାର କରିବା ଆରମ୍ଭ କଲେ। କିନ୍ତୁ ଫ୍ୟାକ୍ଟ-ଚେକ୍ ତଦନ୍ତ କରି ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଆର୍ବିଆଇ 500 ଟଙ୍କିଆ ନୋଟ୍ ସମ୍ପର୍କରେ କୌଣସି ବିଜ୍ଞପ୍ତି ଜାରି କରିନାହିଁ, ଯେଉଁଥିରେ କୁହାଯାଇଛି ଯେ ଏଟିଏମ୍ଗୁଡ଼ିକ ଏହି ନୋଟ୍ ବଣ୍ଟନ ବନ୍ଦ କରିଦେବ। ତେବେ ଆର୍ବିଆଇ ତରଫରୁ କୌଣସି ଘୋଷଣା ହୋଇନାହିଁ। ତଦନ୍ତରୁ ଜଣାପଡ଼ିଛି ଯେ ଆର୍ବିଆଇ 500 ଟଙ୍କିଆ ନୋଟ୍ର ବିମୁଦ୍ରୀକରଣ ଘୋଷଣା କରିନାହିଁ କିମ୍ବା ଏଟିଏମ୍ରୁ ଏହାର ଯୋଗାଣ ବନ୍ଦ କରିବା ପାଇଁ ସାର୍ବଜନୀନ ଭାବରେ କୌଣସି ଯୋଜନା ଘୋଷଣା କରିନାହିଁ। ଭାଇରାଲ ପୋଷ୍ଟର ଦାବି କୌଣସି ସରକାରୀ ସୂତ୍ର ବିନା ପ୍ରସାରିତ ହୋଇଥିଲା ବୋଲି ଖବର ମିଳିଛି। ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ